तांत्रिकଙ୍କ କଥା ମାନି ସମସ୍ତେ ମୁଖ୍ୟ ପଣ୍ଡିତଙ୍କ ପାଖକୁ ଗଲେ। ଆରେ କାଳିଆ, ଏଠି ମୁଖ୍ୟ ପଣ୍ଡିତଙ୍କ ଘର କୋଉଟା ଟିକେ କହିପାରିବୁ? ଘନବାବୁ, ଆପଣ ଏଉଠୁ ସିଧା ଯିବେ। ଗାଁର ପ୍ରଥମ ବାମ ପଟର ଘରଟି ମୁଖ୍ୟ ପଣ୍ଡିତଙ୍କ ଘର। ଯାଆନ୍ତୁ ଏବେ। ଏହାପରେ ସମସ୍ତେ ଯାଇ ମୁଖ୍ୟ ପଣ୍ଡିତଙ୍କ ପାଖରେ ପହଞ୍ଚିଲେ। ପଣ୍ଡିତେ ପ୍ରଣାମ। ପଣ୍ଡିତେ, ଆପଣ ଦୟାକରି ଏବେ ଟିକେ ଆମ ସହିତ ଗୋଟେ ଜାଗାକୁ ଚାଲନ୍ତୁ। ଆରେ ଘନ, ଅଶୋକ, ତମେ ମାନେ ଏ ଅବେଳାଟାରେ ଆସିଛ, ପୁଣି ମତେ କୁଆଡେ ଯିବା ପାଇଁ ବି କହୁଛ। କଣ ହେଇଛି ତ ମତେ କୁହ। କଣ କିଛି ଅସୁବିଧା ହେଇଛି କି? ପଣ୍ଡିତେ, ଆପଣ ଜାଣିଛନ୍ତି କାଲି ମୋର ପୁଅ ଗୁଡୁ ଆଉ ଏଇ ମନୁଆର ଭାଇ ସନ୍ତିଆ ଦି ଜଣ ମିଶି ଗାଁରେ ବୁଲାବୁଲି କରୁଥିଲେ। ବୁଲାବୁଲି କରୁ କରୁ ସେ ଦି ଜଣ ଆମ ଗାଁର ସେଇ ପୁରୁଣା ବଙ୍ଗଳା ପାଖକୁ ବୁଲାବୁଲି କରିବାକୁ ପଳେଇଲେ, ହେଲେ ଆଉ ଘରକୁ ଫେରିଲେନି। ଆମେ ସମସ୍ତେ ଯାଇ ଗାଁ ତାନ୍ତ୍ରିକଙ୍କୁ ସାହାଯ୍ୟ ମାଗିଲୁ। ତାନ୍ତ୍ରିକ ବାବା ମଧ୍ୟ ଆମର ସାହାଯ୍ୟ କରିବା ପାଇଁ ସେଇ ବଙ୍ଗଳା ଭିତରକୁ ଯାଇ ଗୁଡୁ ସନ୍ତିଆଙ୍କୁ ଖୋଜିଲେ, ହେଲେ କାହାକୁ ପାଇଲେନି। ହେଲେ ତାନ୍ତ୍ରିକ ବାବାଙ୍କୁ ସେଇ ବଙ୍ଗଳା ଭିତରେ ଗୋଟେ ଦୁଷ୍ଟ ଆତ୍ମା ବନ୍ଦୀ କରିଦେଲା। ଆରେ ଏମିତି ତ ହେଇପାରିବନି। ତାନ୍ତ୍ରିକ ତ ସବୁ ପ୍ରକାର ଦୁଷ୍ଟ ଆତ୍ମାକୁ ବନ୍ଦୀ କରିବାର ସବୁ ସିଦ୍ଧି ପ୍ରାପ୍ତ କରିଛନ୍ତି, ପୁଣି ତାଙ୍କୁ ସେଠି କିଏ ବନ୍ଦୀ କରିଦେଲା? ପଣ୍ଡିତେ, ଆମକୁ ସେଠି ତାନ୍ତ୍ରିକ ବାବା ବଙ୍ଗଳା ଭିତରୁ ରହି କହିଲେ ଯେ ଏ ଦୁଷ୍ଟ ଆତ୍ମାର ଶକ୍ତି ଆଗରେ ମୋର ମନ୍ତ୍ର କିଛି କାମ କରୁନି। ଏଇ ଆତ୍ମାର କେବଳ ମୁଖ୍ୟ ପଣ୍ଡିତ ହିଁ କିଛି ଗୋଟେ କରିପାରିବେ। ସେଥିପାଇଁ ଆମେ ଆପଣଙ୍କୁ ସେଠିକି ନବା ପାଇଁ ଆସିଛୁ। ହଉ, ତାହେଲେ ଆମେ ଆଉ ଡେରି ନକରି ଚାଲ ସେଇ ବଙ୍ଗଳା ପାଖକୁ ଯିବା। ଚାଲ। ସମସ୍ତେ ଯାଇ ସେଇ ବଙ୍ଗଳା ପାଖରେ ପହଞ୍ଚିଲେ। ଆରେ ଘନ ଶୁଣ, ତୁ ଆଉ ଏଇ ଛୋଟ ପୁଅ ତମେ ଦି ଜଣ ଏଇଠି ଥାଅ। ମୁଁ ଅଶୋକକୁ ନେଇ ବଙ୍ଗଳା ଭିତରକୁ ଯାଉଛି। ପଣ୍ଡିତ ଓ ଅଶୋକ ବଙ୍ଗଳା ଭିତରକୁ ଗଲେ। ଶୁଣ ଅଶୋକ, ଆମେ ଏବେ ବଙ୍ଗଳା ଭିତର ସାରା ତାନ୍ତ୍ରିକଙ୍କୁ ଆଉ ଗୁଡୁ ସନ୍ତିଆଙ୍କୁ ଖୋଜିବା। ଚାଲ। ତାନ୍ତ୍ରିକ ବାବା, ଆପଣ କୋଉଠି ଅଛନ୍ତି? ଆରେ ଗୁଡୁ, ସନ୍ତିଆ, କୋଉଠି ଅଛ ତମେ ମାନେ? ଏପରି ବହୁତ ଖୋଜିଲା ପରେ ମଧ୍ୟ କାହାକୁ ପାଇଲେନି। ଆରେ ଅଶୋକ, ମତେ ବି ଏଠିକି ଆସିବା ପରଠୁ ଏଠି ଗୋଟେ ଦୁଷ୍ଟ ଶକ୍ତିର ଆଭାସ ହଉଛି। ମତେ ଲାଗୁଛି ସେ ଦୁଷ୍ଟ ଆତ୍ମାଟା ସେଇପଟେ ଥିବ। ଚାଲ ସେଇଠିକି ଯିବା। ପଣ୍ଡିତ ଓ ଅଶୋକ ଡାହାଣୀର ମୃତ୍ୟୁ ହେଇଥିବା ଜାଗାରେ ପହଞ୍ଚିଲେ। ଏଠି କିଏ ଅଛି? ମୋ ଆଗକୁ ଆ। ମୁଁ ଜାଣିଛି ତୁ ମୋ ପାଖାପାଖି ଲୁଚିକି ଅଛୁ। ଆ, ମୋ ସାମ୍ନାକୁ ଆ। ଆରେ ତୁ ପୁଣି କିଏ? ତୁ ବି ଆସିଛୁ ଏମାନଙ୍କୁ ବଞ୍ଚେଇବା ପାଇଁ? ଆଜି ମୁଁ ତତେ ବି ଛାଡ଼ିବିନି, ତତେ ବି ଶିକାର କରିବି। ଓಂ ବିଂ ରଂ ବିଂ ସ୍ୱାହା। ଶୁଣ, ମୁଁ ତତେ ଶେଷ ଥର ପାଇଁ କହିଦଉଛି, କହ ସେମାନଙ୍କୁ ତୁ କଣ ପାଇଁ ବନ୍ଦୀ କରି ରଖିଛୁ? କହ, ନହେଲେ ମୋ ମନ୍ତ୍ରରେ ତୁ ବଞ୍ଚି ପାରିବୁନି। ନାଇଁ ବାବା, ମନ୍ତ୍ର ପଢନ୍ତୁନି, ବହୁତ କଷ୍ଟ ହଉଛି। ମୁଁ କହୁଛି, ମୋ ନାଁ ହେମା ଓ ମୋ ଭଉଣୀ ନାଁ ଉମା। ଆମେ ଦି ଭଉଣୀ ଆଉ ମୋର ଭାଇ ବିଜୟ। ଆମେ ସମସ୍ତେ ଏଇଠି ଖୁସିରେ ଥିଲୁ। ଥରେ ମୋ ଭାଇ ସହ ଗାଁ ଲୋକଙ୍କର ବହୁତ ବଡ ଝଗଡା ଆଉ ଗଣ୍ଡଗୋଳ ହେଲା। ଗାଁ ଲୋକମାନେ ମୋ ଭାଇକୁ ଗାଁରୁ ତଡ଼ିଦେଲେ। ଆମେ ଦି ଭଉଣୀ ବହୁତ କଷ୍ଟରେ ରହିଲୁ। ହେଲେ ଏମିତି ଦୁଃଖରେ ରହି ରହି ଆମେ ଦି ଭଉଣୀ ଦିନେ ଫାଶୀ ଦେଇ ଆତ୍ମହତ୍ୟା କରିଦେଲୁ ଓ ସେଇ ଦିନଠୁ ଆମର ଆତ୍ମା ଗାଁ ଲୋକଙ୍କୁ ମାରିବା ପାଇଁ ଏଇଠି ଘୁରି ବୁଲୁଛି। ଦେଖ, ତମ ଭାଇଙ୍କୁ ଯୋଉମାନେ ଗାଁରୁ ତଡ଼ି ଦେଇଥିଲେ, ମୁଁ ମୁଖିଆଙ୍କ ସହିତ ଯାଇ ସେମାନଙ୍କୁ ଆଣି ଦଣ୍ଡ ଦିଆଯିବ। ଦୟାକରି ତମେ ଏବେ ସେମାନଙ୍କୁ ଛାଡ଼ି ଦିଅ। ନା, ମୁଁ ଜମା ବି ସେମାନଙ୍କୁ ଛାଡ଼ିବିନି। ମତେ ଆପଣ ବନ୍ଦୀ କରିଦେଲେ ବି ମୁଁ କାହାରିକୁ ଛାଡ଼ିବିନି। ଯଦି ଆପଣ ଥରେ ମୋ ଭାଇକୁ ଆଣି ମୋ ସହିତ ଦେଖା କରେଇ ପାରିବେ, ତାହେଲେ ମୁଁ ସମସ୍ତଙ୍କୁ ଛାଡ଼ିଦେବି। ହଁ, ଆମେ ନିଶ୍ଚୟ ତମ ଭାଇକୁ ଆଣି ତମ ସହିତ ଦେଖା କରେଇବୁ। ହେଲେ ସେ ପର୍ଯ୍ୟନ୍ତ ତମେ କାହାର କିଛି ବି କରନି। ଆମେ ଏବେ ହିଁ ଯାଉଛୁ। ଯେମିତି ବି ହେଲେ ତମ ଭାଇକୁ ଖୋଜି ତମ ପାଖକୁ ଆଣିବୁ। ଚାଲ ଅଶୋକ, ଚାଲ ଜଲ୍ଦି। ଏହାପରେ ପଣ୍ଡିତ ଓ ଅଶୋକ ଭାଇ ଗାଁକୁ ଆସିଲେ।